ଅଧ୍ୟାୟରେ ଆରମ୍ଭ ହେଉଥିବା ଲଙ୍କା କାଣ୍ଡର 19 ଛାନ୍ଦଟି ଖୁବ୍ ଲୋକପ୍ରିୟ ଛାନ୍ଦ। କୌଶିକ ବୃତ୍ତରେ ରଚିତ। ମନ୍ତ୍ରୀମାନଙ୍କ ମୁଖରୁ ଶ୍ରୀରାମଙ୍କ ସମରସଜ୍ଜା କଥା ଶୁଣି ରାବଣ ପୁଷ୍ପକ ବିମାନରେ ଆକାଶ ମାର୍ଗରେ ରହି ସୁବଳଗିରି ଆଡ଼କୁ ଚାହୁଁଛି। ବ୍ରହ୍ମାଣ୍ଡ ଯାକର ଶୋଭା ଏକାଠି ହୋଇ ରୂପଧାରଣ କଲା ପରି ଦେଖାଯାଉଛନ୍ତି ଶ୍ରୀରାମ। ଦୂରରୁ ରାବଣ ଗଦା ଫୋପାଡ଼ନ୍ତେ ଶ୍ରୀରାମ ଶର ପ୍ରୟୋଗ କରି ଗଦା, ତାର ମୁକୁଟ, ତାର ଛତ୍ର ଏ ସମସ୍ତଙ୍କୁ ଛେଦନ କରିଛନ୍ତି। ରାବଣ ମହାଭୟ ପାଇ ଫେରିଆସି କପଟରେ ଶ୍ରୀରାମ ଲକ୍ଷ୍ମଣଙ୍କର କୃତ୍ରିମ ଧନୁ ନେଇ ସେ ତାଙ୍କୁ ପୂର୍ବ ରାତ୍ରିରେ ହତ୍ୟା କରିଛି ବୋଲି ସୀତାଙ୍କୁ କହୁଛି। ମନ୍ତ୍ରୀ ମୁଖୁ ଶୁଣି କୋପେ ବିଂଶ ପାଣି, ପୁଷ୍ପକ ଜାନେ ବିଜେ କଲା। ଧନୁସର ଧରି ଆକାଶେ ରହିଣ, ସୁବଳଗିରି କି ଚାହିଁଲା। ଡୋଳେ ଦେଖିଲା ଦୁର୍ବାଦଳ ରାମ ଶରୀର। ବ୍ରହ୍ମାଣ୍ଡ ଶୋଭା କି ଘେନି ଅବତାର, ମଦନ ଯାର ପରିଚାର। ଡୋଳେ ଦେଖିଲା ଦୁର୍ବାଦଳ ରାମ ଶରୀର। ବିଚିତ୍ର ମୃଗ ଛାଲ ପରେ ବିଜୟ, ସୁଗ୍ରୀବ ପୁରେ ଆଉଜିଣ। ଦକ୍ଷିଣ ଭୁଜ ତାରା ସୁତ କନ୍ଧରେ, ହନୁ ଚାପେ ବାମ ଚରଣ। ଲଙ୍କା ଗଡ଼ରେ ପଡ଼ିଛି କୋପ ନେତ୍ର କୋଣ। ଶ୍ରୀରାମ ବାମ ପାରୁଷରେ ବସିଣ, ସରସଳ ଖଣ୍ଟି ଲକ୍ଷ୍ମଣ। ଲଙ୍କା ଗଡ଼ରେ ପଡ଼ିଛି କୋପ ନେତ୍ର କୋଣ। ଛାମୁରେ ଜାମ୍ବବ ବେନି କର ଯୋଡ଼ି, ଜଣାନ୍ତି ଯୁଦ୍ଧ ଅନୁକୂଳ। ଗୁଣ ଦେଇଣ କୋ ଦଣ୍ଡ ଧରିଛନ୍ତି, ବାମ ଭୁଜ କର କମଳ। ଦକ୍ଷିଣ କର ପଲ୍ଲବେ ଶୋହେ ତୀକ୍ଷ୍ଣ ଶର। ସୁବାସ କୁସୁମେ ସୁଜଟା ମଣ୍ଡିତ, ବନ କୁସୁମ ମାଳାଉର। ଦକ୍ଷିଣ କର ପଲ୍ଲବେ ଶୋହେ ତୀକ୍ଷ୍ଣ ଶର। ମେଘ ଖଣ୍ଡ ପ୍ରାୟ ଗଗନେ ଦେଖିଣ, ପଚାରୁଛନ୍ତି ସୀତାପତି। ଆହେ ଲଙ୍କପତି ଗଗନେ କି ଦିଶେ, କହ କହ ଏ କି ସରିତି। କର୍ଣ୍ଣେ କହଇ କରବଦନେ ବିଭୀଷଣ। ଅଙ୍ଗୁଳି ଘେନି ଦେଖାଇ ବୋଲେ ଦେବ, ସୈନ୍ୟ କଳୁ ଅଛି ରାବଣ। କର୍ଣ୍ଣେ କହଇ କରବଦନେ ବିଭୀଷଣ। ଶ୍ରୀରାମ ଶ୍ରବଣେ ଏମନ୍ତ କହନ୍ତେ, ଅନାଇଥିଲା 10 ଶିର। ବୁଲାଇଣ ଗଦା ପ୍ରହାର କରନ୍ତେ,
ଧଇଲା ମରୁତ କୁମର ଦେଖି ଶ୍ରୀରାମ କୋଦଣ୍ଡେ କାଣ୍ଡ ବସାଇଲେ ରାବଣ ଧନୁ ମୁକୁଟ ସର୍ବଛତ୍ର ଛେଦ ବୋଲିଣ ଆଜ୍ଞା ଦେଲେ ଦେଖି ଶ୍ରୀରାମ କୋଦଣ୍ଡେ କାଣ୍ଡ ବସାଇଲେ ଆଜ୍ଞା ପାଇଣ ସର ଧନୁ ମୁକୁଟ କାଟିଲା ତାର ସର୍ବଛତ୍ର ଏକା ବେଳକେ କିଛିଡ଼ିଣ ପଡ଼ଇ ଗ୍ରହ ସଙ୍ଗେ ସର୍ବ ନକ୍ଷତ୍ର ତହିଁ କିୟବା ଗଜମୁକୁତା ହେଲା ବୃଷ୍ଟି କିୟବା ମଲ୍ଲିକା କୁସୁମେ ରାମଙ୍କୁ ଅଞ୍ଜଳି ଦେଲେ ପରମେଷ୍ଠି ତହିଁ କିୟବା ଗଜମୁକୁତା ହେଲା ବୃଷ୍ଟି ରାମ ବାଣ ଟାଣ ଦେଖିଣ ରାବଣ ଲାଜ ଭୟରେ ପଳାଇଲା ଛେଦନ କଲେ ଯେତେ ଛତ୍ର ତାହାର ସିନ୍ଧୁ ଗର୍ଭରେ ସେ ପଡ଼ିଲା ଚିନ୍ତା ଜଳରେ ମନ ମୀନ ତାର ବୁଡ଼ିଲା ବୋଲେ ବିଶି ସୀତା ହରିଲା ଦିନରୁ ଦଇବ ତାହାକୁ ଛାଡ଼ିଲା ଚିନ୍ତା ଜଳରେ ମନ ମୀନ ତାର ବୁଡ଼ିଲା ଶାର୍ଦୁଳ କର ଧରିଣ ଦଶ ଶିର ଆରୋହଣ କଲା ବହୁ ଉଚ୍ଚ ପୁର ଦେଖିଲା ରାମ ବିଜେ ସୁବଳ ଗିରି ଗଡ଼ ଦ୍ୱାର ଯାଏ କପି ଛନ୍ତି ପୁରୀ ସୁକ ସାରଣ ଠାରୁ ଯାଥିଲା ଶୁଣି ସେହି ରୂପେ ଶାର୍ଦୁଳ କହିଲା ବାଣୀ ଶାର୍ଦୁଳକୁ ପଚାରନ୍ତି ଲଙ୍କେଶ୍ୱର କହ କେ ବଣ କପି କାହାକୁ ମର ଶୁଣି ଶାର୍ଦୁଳ କର দেখাই কহে রাম আগে যেটি দেব উভাহুয়ে বেদ বরঙ্কর পুত্র জাম্ববন্ত রুক্ষ রাজ রুক্ষ সৈন্য অপ্রমিত ধনন্তরী পুত্রটি সুষেণ বীর এহাঙ্কর কপি সৈন্য অগোচর চন্দ্রঙ্ক নন্দন দেবদধি মুখ রাম পাশে উভা হইছন্তি দেখ এ দেবদর্শী সুমুখ দুর্মুখ
ए तिनी हे मृत्यु सूत देख अनलंकर कुमार देख नील आगुआ होइछि घेनी कपि बल देख पवन नंदन अनुवीर एहु दहिलाटी आंभ लंकापुर देख ए अंगद इंद्रंकर नाती बाली नंदन द्वितीय कपिपति महेन्द्र द्विबिंद देव बेनी वीर अश्विनी कुमार ठारू अवतार गब गबाक्ष सरभ तीनी वीर वृषभ गंध मार्दन ही आवर पांच वीरे अटंती जमर सूत एहांकर बल देव प्रमित हेमकूट कपि वरुणंक पुत्र कि कहिब देव एहांक चरित्र विश्वकर्मांक कुमार एटी नळ एटी सेतु करी भसाइले शिल देख सुग्री बानर नृपति वर महातेजस्वी सूर्यंक कुमार विश्रवानंदन व्रत विभीषण एहांकर बल देव भले जान राम लक्ष्मण दशरथ बाळ केवल अटंती दनुजंक काळ एते कहि बिछामुरे विंश नेत्र 10 कोटि कपि देवतांक पुत्र युद्ध करिब नहिले सीता देव दिव्य चित्त कुजे मंत जोगाइब सुनी समस्त मंत्री की अणाइले बोले बिसी न देवा विचार कले मंत्री मानकु देईण मेलानी भितरे बीजे कला विंश पानी जिजुहाकु अणाइला पास करी ताहाकु बहु पौरुष से न भांगिबु आज्ञा मोर रे रामर शिर रामर धनुषर कई तबे बेगे कर रे लंकपतिर आज्ञा परमाणे कई तबे तासे कला तक्षणे देखि संतोष होइला रावण प्रशंसा कला ताकु पुन पुन से विजे कला मधुवन जे विदुजुहाकु दुआरे रखी एका कला सीता सनी ध्यान से राजा विजे देखी असुरी गण वंदना कले रावण चरण सीता बया
গোসিতে কালি নিশি ভাগরে তো পতির বারতা শুণ গো ଶୁଣୁଥିଲି କବି ବିଶ୍ୱନାଥ ଖୁଣ୍ଟିଆକୃତ ବିଚିତ୍ର ରାମାୟଣର 63ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ଦୁଃଖୀଶ୍ୟାମ ତ୍ରିପାଠୀ, ରାଜେନ୍ଦ୍ର କୁମାର ସ୍ୱାଇଁ, ସିଦ୍ଧାର୍ଥ ମିଶ୍ର, ବିଜୟ ମହାପାତ୍ର, ଅଚ୍ୟୁତ ମହାରଣା ଏବଂ ମମତା ଶ୍ରୀଚନ୍ଦନ। ପ୍ରଯୋଜନା ଡ ଶାନ୍ତନୁ କୁମାର ରଥ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ସହଯୋଗିତା ଅଭୟ କୁମାର ଦାସ।